Recently, which country has overtaken India as the primary importer of Russian crude oil through sea routes? ସମ୍ପ୍ରତି କେଉଁ ଦେଶ ସମୁଦ୍ର ମାର୍ଗ ଦେଇ ରୁଷର ଅଶୋଧିତ ତୈଳର ପ୍ରାଥମିକ ଆମଦାନୀକାରୀ ଭାବରେ ଭାରତକୁ ଅତିକ୍ରମ କରିଛି? ଅପସନ୍ ଏ ଚାଇନା, ଅପସନ୍ ବି ଇରାନ, ଅପସନ୍ ସି ବାଂଲାଦେଶ, ଅପସନ୍ ଡି ପାକିସ୍ତାନ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଚାଇନା। ପରବର୍ତ୍ତୀ ପ୍ରଶ୍ନ, Recently, which space organization has been directed to establish a time standard for the moon called Coordinated Lunar Time? ସମ୍ପ୍ରତି କେଉଁ ମହାକାଶ ସଂଗଠନକୁ ଚନ୍ଦ୍ର ପାଇଁ ସମନ୍ୱିତ ଚନ୍ଦ୍ର ସମୟ ନାମକ ଏକ ସମୟମାନ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଛି? ଅପସନ୍ ଏ CNSA, ଅପସନ୍ ବି JAXA, ଅପସନ୍ ସି ଇସ୍ରୋ, ଅପସନ୍ ଡି ନାସା। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ନାସା। ପରବର୍ତ୍ତୀ ପ୍ରଶ୍ନ, କାନାରା ବ୍ୟାଙ୍କ ରିସେଣ୍ଟଲି ସାଇନ୍ ଆନ୍ MOU with which institution for providing financial support to ଷ୍ଟାର୍ଟଅପ୍ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ କାନାରା ବ୍ୟାଙ୍କ ନିକଟରେ ଏକ MOU ସ୍ୱାକ୍ଷର କରିଛି? ଅପସନ୍ ଏ IIT ମାଡ୍ରାସ, ଅପସନ୍ ବି IIT ବମ୍ବେ, ଅପସନ୍ ସି IIT ଦିଲ୍ଲୀ, ଅପସନ୍ ଡି IIT କାନପୁର। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି IIT ବମ୍ବେ। ପରବର୍ତ୍ତୀ ପ୍ରଶ୍ନ, Recently, who has been selected to be part of Britain's research team on dementia? ସମ୍ପ୍ରତି ଡେମେନ୍ସିଆ ଉପରେ ବ୍ରିଟେନର ଅନୁସନ୍ଧାନ ଦଳର ଅଂଶ ହେବାକୁ କିଏ ମନୋନୀତ ହୋଇଛି? ଅପସନ୍ ଏ ଚାନ୍sh ନାଗପୋଲ, ଅପସନ୍ ବି କୈଳାଶ ଚାନ୍ଦ, ଅପସନ୍ ସି ଅଶ୍ୱିନୀ କେଶବନ, ଅପସନ୍ ଡି କମଲେଶ ଖୁଣ୍ଟି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଅଶ୍ୱିନୀ କେଶବନ। ପରବର୍ତ୍ତୀ ପ୍ରଶ୍ନ, What is the primary objective of CDP ସୁରକ୍ଷା ପ୍ଲାଟଫର୍ମ recently seen in news? ନିକଟରେ ସମ୍ବାଦରେ ଦେଖାଯାଇଥିବା CDP ସୁରକ୍ଷା ପ୍ଲାଟଫର୍ମର ମୂଳ ଉଦ୍ଦେଶ୍ୟ କ'ଣ? ଅପସନ୍ ଏ ଟୁ disburse subsidies to horticulture farmer, ଅପସନ୍ ବି ଟୁ create the largest 3D map in universe, ଅପସନ୍ ସି ଟୁ facilitate voter registration process, ଅପସନ୍ ଡି ଟୁ provide real time update on election result। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଟୁ distribute subsidies to horticulture farmer। ପରବର୍ତ୍ତୀ ପ୍ରଶ୍ନ, Who has been appointed the head of the US Indian Tax Forum? ଆମେରିକା ଭାରତ ଟ୍ୟାକ୍ସ ଫୋରମର ମୁଖ୍ୟ କିଏ ନିଯୁକ୍ତ ହୋଇଛନ୍ତି? ଅପସନ୍ ଏ ତରୁଣ ବାଜାଜ, ଅପସନ୍ ବି ଆକାଶଦୀପ ଗୋୟଲ, ଅପସନ୍ ସି ରାଜେଶ ତାନେଜା, ଅପସନ୍ ଡି ବିନୟ କୁମାର ସିହ୍ନା। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ତରୁଣ ବାଜାଜ। ପରବର୍ତ୍ତୀ ପ୍ରଶ୍ନ, In which country is the Asian Wrestling Championship 2024 being organized? କେଉଁ ଦେଶରେ ଏସିଆ ରେସଲିଂ ଚାମ୍ପିଅନସିପ୍ 2024 ଆୟୋଜିତ ହେଉଛି? ଅପସନ୍ ଏ ଇରାନ, ଅପସନ୍ ବି ଚାଇନା, ଅପସନ୍ ସି କିର୍ଗିସ୍ତାନ, ଅପସନ୍ ଡି ଇଣ୍ଡିଆ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି କିର୍ଗିସ୍ତାନ। ପରବର୍ତ୍ତୀ ପ୍ରଶ୍ନ, Who has been recently elected as the chairman of the Senate, the upper house of the Pakistan Parliament? ନିକଟରେ ପାକିସ୍ତାନ ସଂସଦର ଉପର ଗୃହ ସିନେଟର ଚେୟାରମ୍ୟାନ୍ ଭାବରେ କିଏ ନିର୍ବାଚିତ ହୋଇଛନ୍ତି? ଅପସନ୍ ଏ ନୱାଜ ସରିଫ, ଅପସନ୍ ବି ୟୁସୁଫ ରାଜା ଗିଲାନୀ,
ଅପସନ୍ ସି ଇମ୍ରାନ୍ ଖାନ୍, ଅପସନ୍ ଡି ହିନା ରାବିନ୍ ଖାର୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ୟୁସୁଫ୍ ରାଜା ଗିଲାନୀ। ପରବର୍ତ୍ତୀ ପ୍ରଶ୍ନ, ଦ ସିଟି ଅଫ୍ ମିରାଜ ହୁଇଚ୍ ୱାଜ୍ ଗ୍ରାଣ୍ଟେଡ୍ ଦ GI ଟ୍ୟାଗ୍ ଫର୍ ଇଟ୍ସ ଆର୍ଟ ଅଫ୍ ମେକିଂ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ଇଜ୍ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍। ବାଦ୍ୟଯନ୍ତ୍ର ତିଆରି କରିବାର କଳା ପାଇଁ GI ଟ୍ୟାଗ୍ ପ୍ରଦାନ କରାଯାଇଥିବା ମିରାଜ ସହର କେଉଁ ରାଜ୍ୟରେ ଅବସ୍ଥିତ? ଅପସନ୍ ଏ ରାଜସ୍ଥାନ, ଅପସନ୍ ବି ମହାରାଷ୍ଟ୍ର, ଅପସନ୍ ସି ଗୁଜରାଟ, ଅପସନ୍ ଡି ହରିୟାଣା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, ହ୍ୱେୟାର ୱାଜ୍ ଦ ସାଗର କୱଚ ଏକ୍ସରସାଇଜ୍ ଅର୍ଗାନାଇଜ୍ ରିସେଣ୍ଟଲି। ନିକଟରେ ସାଗର କୱଚ ବ୍ୟାୟାମ କେଉଁଠାରେ ଆୟୋଜିତ ହୋଇଥିଲା? ଅପସନ୍ ଏ ଗୋଆ, ଅପସନ୍ ବି ଲାକ୍ଷାଦ୍ୱୀପ, ଅପସନ୍ ସି ଓଡ଼ିଶା, ଅପସନ୍ ଡି ଗୁଜରାଟ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଲାକ୍ଷାଦ୍ୱୀପ। ପରବର୍ତ୍ତୀ ପ୍ରଶ୍ନ, ଇନ୍ ହୁଇଚ୍ କଣ୍ଟ୍ରି ୱିଲ୍ ଦ କ୍ଲିନ୍ ଏନର୍ଜି ଇନଭେଷ୍ଟର ଫୋରମ୍ ବି ଅର୍ଗାନାଇଜ୍ଡ ବାୟ IPEF। କେଉଁ ଦେଶରେ IPEF ଦ୍ୱାରା ସ୍ୱଚ୍ଛ ଶକ୍ତି ନିବେଶକ ଫୋରମ୍ ଆୟୋଜିତ ହେବ? ଅପସନ୍ ଏ ଇଣ୍ଡିଆ, ଅପସନ୍ ବି ଚାଇନା, ଅପସନ୍ ସି ସିଙ୍ଗାପୁର, ଅପସନ୍ ଡି ମାଲେସିଆ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସିଙ୍ଗାପୁର। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିନ୍ ରିସେଣ୍ଟଲି ଆପଏଣ୍ଟେଡ୍ ଆଜ୍ ଦ CEO and MD ଅଫ୍ ଦ କମ୍ପାନୀ ବାୟ ୱିପ୍ରୋ। ନିକଟରେ ୱିପ୍ରୋ ଦ୍ୱାରା କମ୍ପାନୀର CEO ଏବଂ MD ଭାବରେ କିଏ ନିଯୁକ୍ତ ହୋଇଛନ୍ତି? ଅପସନ୍ ଏ ଶ୍ରୀନିବାସ ପାଲ୍ଲିଆ, ଅପସନ୍ ବି ଅଜୟ କାଲ୍ଲା, ଅପସନ୍ ସି ବିନୟ ସିହ୍ନା, ଅପସନ୍ ଡି ଦିନେଶ ଖୁରାନା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଶ୍ରୀନିବାସ ପାଲ୍ଲିଆ। ପରବର୍ତ୍ତୀ ପ୍ରଶ୍ନ, ଇନ୍ ହୁଇଚ୍ ସିଟି ୱିଲ୍ ଦ ନ୍ୟାସନାଲ୍ ଓମେନ୍ସ ହକି ଲିଗ୍ ବି ଇନୋଗ୍ରେଟେଡ୍। କେଉଁ ସହରରେ ଜାତୀୟ ମହିଳା ହକି ଲିଗ୍ ଉଦ୍ଘାଟନ ହେବ? ଅପସନ୍ ଏ ରାଞ୍ଚି, ଅପସନ୍ ବି ଲକ୍ଷ୍ନୌ, ଅପସନ୍ ସି ବାରାଣସୀ, ଅପସନ୍ ଡି ଭୋପାଳ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ରାଞ୍ଚି। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ ହାଜ୍ ଆକ୍ୱାରେଡ୍ ଦ ରାଇଟ୍ ଟୁ ଅପରେଟ୍ ଦ ଓଭରସିଜ୍ ସୁଇଟି ପୋର୍ଟ ଇନ୍ ହୁଇଚ୍ କଣ୍ଟ୍ରି। କେଉଁ ଦେଶରେ ବିଦେଶର ଶ୍ବେତ ବନ୍ଦର ପରିଚାଳନା କରିବାର ଅଧିକାର ଭାରତ ହାସଲ କରିଛି? ଅପସନ୍ ଏ ଇରାନ, ଅପସନ୍ ବି କାତାର, ଅପସନ୍ ସି ଶ୍ରୀଲଙ୍କା, ଅପସନ୍ ଡି म्यांमार। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି म्यांमार। ପରବର୍ତ୍ତୀ ପ୍ରଶ୍ନ, ହୁ ଲଞ୍ଚଡ ଇଣ୍ଡିଆନ୍ ଫାର୍ଷ୍ଟ ପ୍ରାଇଭେଟ୍ ସବ୍ ମିଟର ରେଜୋଲ୍ୟୁସନ୍ ସର୍ଭିଲାନ୍ସ ସ୍ୟାଟେଲାଇଟ୍। ଭାରତର ପ୍ରଥମ ବେସରକାରୀ ସବ୍ ମିଟର ରେଜୋଲ୍ୟୁସନ୍ CCTV ଉପଗ୍ରହ କିଏ ଉତ୍କ୍ଷେପଣ କଲା? ଅପସନ୍ ଏ ଅଗ୍ନିକୁଲ କସ୍ମୋସ, ଅପସନ୍ ବି ଧ୍ରୁବ ସ୍ପେସ୍, ଅପସନ୍ ସି ଟାଟା ଆଡଭାନ୍ସ ସିଷ୍ଟମ୍ସ ଲିମିଟେଡ୍, ଅପସନ୍ ଡି ସ୍କାଏରୁଟ୍ ଏୟାରସ୍ପେସ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଟାଟା ଆଡଭାନ୍ସ ସିଷ୍ଟମ୍ସ ଲିମିଟେଡ୍।